ସପ୍ତମ ଶ୍ରେଣୀର ଅଷ୍ଟମ ପାଠ ମାଟି ବା ମୃତ୍ତିକା ପାଠର ପ୍ରଶ୍ନ ତ ଆଜି ଆମେ ଆଲୋଚନା କରିବୁ। ଏକ ନମ୍ବର, ସର୍ବାଧିକ ଜଳ ଧାରଣ କ୍ଷମତା ଥିବା ମାଟି ହେଉଛି ମଟାଲ ମାଟି। ଉର୍ବର ମାଟିର ଉପର ସ୍ତରରେ କେଉଁ ମାଟି ଥାଏ? ହ୍ୟୁମସ୍ ଥାଏ। 3 ନମ୍ବର, ପ୍ରଥମ ସ୍ତର ରହିଥାଏ ହ୍ୟୁମସ୍, ଦ୍ୱିତୀୟ ସ୍ତର ରହିଥାଏ ଜିଆର, ତୃତୀୟ ସ୍ତର ରହିଥାଏ ଲବଣର ପରିମାଣ ବେଶୀ, ଚତୁର୍ଥ ସ୍ତରରେ ରହିଥାଏ ପଥର ଗୋଡ଼ି ସଂଖ୍ୟା ବେଶୀ। 4 ନମ୍ବର, ମାଟି କିପରି ସୃଷ୍ଟି ହୁଏ ବର୍ଣ୍ଣନା କର। ଦିନରେ ଭୂପୃଷ୍ଠର ତାପମାତ୍ରା ବଢ଼େ ଓ ରାତିରେ କମେ, ଫଳରେ ଶିଳାର ପ୍ରସାରଣ ଓ ସଂକୋଚନ ହୋଇଥାଏ। ଗ୍ରୀଷ୍ମ ଋତୁରେ ଶିଳାର ଅଧିକ ପ୍ରସାରଣ ଓ ଶୀତରେ ଶିଳାର ସଂକୋଚନ ହୋଇଥାଏ। ଦିନ ରାତି ଓ ଋତୁ ପରିବର୍ତ୍ତନ ହେତୁ ତେଣୁ ଶିଳାରେ ଫାଟ ସୃଷ୍ଟି ହୁଏ। ବର୍ଷା ଜଳ, ବାୟୁ ଜଳସ୍ରୋତ ଓ ଉଦ୍ଭିଦର ଚେର ଏହି ଫାଟ ମଧ୍ୟରେ ପଶି ଶିଳାଗୁଡ଼ିକୁ ଫଟାଇ ଛୋଟ ଛୋଟ ଖଣ୍ଡରେ ପରିଣତ କରେ। ବର୍ଷା ଜଳ ଓ ନଦୀ ସ୍ରୋତରେ ଛୋଟ ଛୋଟ ଖଣ୍ଡ ଶିଳା ଉଚ୍ଚରୁ ନିମ୍ନକୁ ଗଡ଼ି ଗଡ଼ି ଗଲାବେଳେ ଚୂର୍ଣ୍ଣ ହୋଇ ଛୋଟ ଛୋଟ ଖଣ୍ଡ ଓ ବାଲି ସୃଷ୍ଟି କରେ। ବାଲି, କାଦୁଅ, ଜୈବ ପଦାର୍ଥ ଓ ଶିଳାରେ ଥିବା ଲବଣ ମିଶି ମାଟି ସୃଷ୍ଟି ହୁଏ। ବାଲି, ବାଲିଆ, ଦୋରସା, ମଟାଲ ମାଟିର ଗଠନ ଓ ବିଶେଷତା ଲେଖ। ବାଲିଆ ମାଟି, ଏଥିରେ ବାୟୁ ସହଜରେ ପ୍ରବେଶ କରିପାରେ ଏବଂ ଜଳ ନିଷ୍କାସନ ଶୀଘ୍ର ହୋଇପାରେ। ଏହି ମାଟି ସୂକ୍ଷ୍ମ ଓ ହାଲୁକା। ଦୋରସା ମାଟି, ବାଲିଆ ମାଟି ଓ କାଦୁଅ ମାଟିର ମିଶ୍ରଣରେ ଦୋରସା ମାଟି ଗଠିତ ହୋଇଥାଏ। ଉଦ୍ଭିଦ ବଢ଼ିବା ପାଇଁ ଏହି ମାଟି ଉତ୍କୃଷ୍ଟ। ମଟାଲ ମାଟି, ସମ ପରିମାଣର ବାଲିଆ, କାଦୁଅ ଓ ପଟୁ ମାଟିର ମିଶ୍ରଣରେ ମଟାଳ ମାଟି ସୃଷ୍ଟି ହୁଏ। 6 ନମ୍ବର, ମାଟିର ପରିଚିତ୍ରଣ କରି ସ୍ତର ଦର୍ଶାଅ କୁହାଯାଇଛି। ପ୍ରଥମ ସ୍ତର କେଣା ଅଛି? ପ୍ରଥମ ସ୍ତରରେ ଅଛି ଉପର ସ୍ତର ମାଟିର ରଙ୍ଗ ମାଟିଆ, ଏଥିରେ ପଚା ପତ୍ର, ଅଳିଆ ଆଦି ଥାଏ। ଏହି ସ୍ତର ଛିଦ୍ର ଯୁକ୍ତ ଓ ଏହି ମାଟିର ଉର୍ବରତା ଥାଏ ଯାହା ଉଦ୍ଭିଦର ବୃଦ୍ଧିରେ ସାହାଯ୍ୟ କରେ। ଏହି ମାଟିର ଛିଦ୍ର ଅନୁସାରେ ଜଳ ତଳ ସ୍ତରକୁ ପ୍ରବେଶ କରିପାରେ। ଅନେକ କୃମି, ପୋକ ଜୋକ ଓ ମୂଷା ଆଦି ଏହି ସ୍ତରରେ ଦେଖାଯାଆନ୍ତି। ଦ୍ୱିତୀୟ ସ୍ତର, ଏହା ଅପେକ୍ଷାକୃତ କଠିନ ଓ ଛିଦ୍ରଯୁକ୍ତ, ଏଥିରେ କମ୍ ହ୍ୟୁମସ୍ ଥାଏ। ଏଥିରେ ଖଣିଜ ପଦାର୍ଥ ପରିମାଣ ଅଧିକ ଥାଏ। ତୃତୀୟ ସ୍ତରରେ ଏଥିରେ ପଥର ଓ ଗୋଡ଼ି ଥାଏ। ଏହାକୁ ଭୂଶିଳା ସ୍ତର ମଧ୍ୟ କୁହାଯାଏ। କୋଦାଳ ଦ୍ୱାରା ଏହି ସ୍ତରକୁ ଖୋଲିବା ସହଜ ନୁହେଁ। 7 ନମ୍ବର, ମୃତ୍ତିକା ଅବକ୍ଷୟର ଚାରୋଟି କୁପରିଣତି ଲେଖ। ମୃତ୍ତିକାର ଅବକ୍ଷୟ ଘଟିଲେ ଜୀବମାନେ ବଞ୍ଚିବା ପାଇଁ ଖାଦ୍ୟ ପାଇଁ କଷ୍ଟକର ହୋଇପଡ଼ିବ। ମୃତ୍ତିକା ଅବକ୍ଷୟ ଘଟିଲେ ଗଛଗୁଡ଼ିକର ଉପଯୁକ୍ତ ପୁଷ୍ଟି ପାଇପାରିବେ ନାହିଁ। ମାଟିର ଉର୍ବରତା ହରାଇ ଚାଷ ଅନୁପଯୋଗୀ ହେବ। ଭୂକମ୍ପ ଆଦି ପ୍ରାକୃତିକ ବିପର୍ଯ୍ୟୟ ମାତ୍ରା ଅଧିକ ହେବ। ନମ୍ବର 8, ମୃତ୍ତିକା ସଂରକ୍ଷଣ କିପରି କରାଯାଇପାରିବ ଲେଖ।
ବୃକ୍ଷରୋପଣ କରିବା ଦ୍ୱାରା, ଗୋଟିଏ ଜମିରେ ବହୁ ବର୍ଷ ଧରି ପ୍ରାଣୀମାନେ ଚରିବା ବନ୍ଦ କରିବା ଦ୍ୱାରା, ଜମିକୁ ହଳ କରିବା ବେଳେ ଢାଲୁର ବିପଦ ଦିଗରୁ ଶିଆର କରିବା ଫଳରେ ପାହାଡ଼ରୁ ବହି ଆସୁଥିବା ସରୁ ନାଳ ସବୁକୁ ମଝିରେ ମଝିରେ ପଥ ଦେଇ ଅବରୋଧ କରିବା ଦ୍ୱାରା, ନଦୀ ଓ ସମୁଦ୍ର କୂଳରେ ପଥର ବନ୍ଧ କରିବା ଦ୍ୱାରା, ନଦୀ ବନ୍ଧ ଓ ରାଜପଥ କଡ଼ରେ ଘାସ ଚିକା ବିଛାଇ ଦ୍ୱାରା, ଜମି ବେଶୀ ଢାଲୁ ହୋଇଥିଲେ ଉଚ୍ଚତା ଅନୁସାରେ ତାକୁ ଛୋଟ ଛୋଟ କିଆରେ ପରିଣତ କରି ହିଡ଼ ବାନ୍ଧି ଚାଷ କରିବା ଦ୍ୱାରା ମୃତ୍ତିକା ସଂରକ୍ଷଣ କରାଯାଇପାରିବ। 9 ନମ୍ବର, ଇଟା ବ୍ୟବହାର କରି ଘର ତିଆରି କରିବା ଦ୍ୱାରା ଆମର ପରୋକ୍ଷରେ କି ପ୍ରକାର କ୍ଷତି ହେଉଛି? କଞ୍ଚା ଇଟା ତିଆରି ପାଇଁ ମାଟିର ଆବଶ୍ୟକ। ଇଟା ମାଟିରେ ପକାଇବା ଦ୍ୱାରା ମୃତ୍ତିକା ଅବକ୍ଷୟ ହେଉଛି। ମୃତ୍ତିକା ତିଆରି ପାଇଁ ହଜାର ହଜାର ବର୍ଷ ଲାଗେ। ଜମିର ଉପର ମାଟି କ୍ଷୟ ହେତୁ ଜମିର ଉର୍ବରତା କମିଯାଏ। ଇଟା ପୋଡ଼ା ବେଳେ ନିର୍ଗତ ଗ୍ୟାସ୍ ପରିବେଶକୁ ଦୂଷିତ କରେ। ଇଟା ବୋହି ନେବା ପରେ ଏହାର ଅବଶେଷ ଜମିର ଉର୍ବରତା ନଷ୍ଟ କରେ। ତୁମ ବାଡ଼ିରେ ଶିମ୍ବ, ଭେଣ୍ଡି ଓ କଲରା ଗଛ ଲଗାଯାଇଛି ଓ ସେଥିରେ ଫଳ ଧରୁଛି, ତେଣୁ ତୁମ ବାଡ଼ିର ମାଟି କେଉଁ ପ୍ରକାର ମାଟି ହୋଇଥିବ ଲେଖ। ଶିମ୍ବ, ଭେଣ୍ଡି, କଲରା ଆଦି ପନିପରିବା ଚାଷ ପାଇଁ ଦୋରସା ମାଟିକୁ ଉତ୍କୃଷ୍ଟ, ତେଣୁ ବାଡ଼ିର ମାଟି ନିଶ୍ଚିତ ଭାବେ ଦୋରସା ହୋଇଥିବ। ରହିଲା ମାଟି ବା ମୃତ୍ତିକା ପାଠର ପ୍ରଶ୍ନ।